आंबे गीतरे परमेश्वर का नाम प्रशंसा करवा और धन्यवाद दे ताहांकर गौरव कारण से ही धन्यवाद प्रशंसा पाइबार एकमात्र योग्य तुम परमेश्वर आसु हृदय सहित आम से जीवित परमेश्वर को स्तुति और प्रशंसा प्रशंसा गौरव महिमा हेउ तुमर जिहोबा निसी जिहोबा जिरी पिता ईश्वर प्रशंसा गौरव महिमा हेउ तुमर जिहोबा निसी जिहोबा जिरी पिता ईश्वर अल्फा ओमेगा प्रभु आमर जिहोबा राफा प्रभु आमर अल्फा ओमेगा प्रभु आमर जिहोबा राफा प्रभु आमर आदि अंत सृष्टिर प्रशंसा गौरव महिमा हेउ तुमर जिहोबा निसी जिहोबा जिरी पिता ईश्वर तुम मंगल दान
ଗୌରବ ମହିମା ହେଉ ତୁମର। ଜିହୋବା ନିସି ଜିହୋବା ଜିରି ପିତା ଈଶ୍ୱର। ଆଲଫା ଓମେଗା ପ୍ରଭୁ ଆମର, ଜିହୋବା ରାଫା ପ୍ରଭୁ ଆମର। ଆଲଫା ଓମେଗା ପ୍ରଭୁ ଆମର, ଜିହୋବା ରାଫା ପ୍ରଭୁ ଆମର। ଆଦି ଅନ୍ତ ସୃଷ୍ଟିର ପ୍ରଶଂସା ଗୌରବ ମହିମା ହେଉ ତୁମର। ଜିହୋବା ନିସି ଜିହୋବା ଜିରି ପିତା ଈଶ୍ୱର। ପ୍ରଶଂସା ଗୌରବ ମହିମା ହେଉ ତୁମର। ଜିହୋବା ନିସି ଜିହୋବା ଜିରି ପିତା ଈଶ୍ୱର। ପରିତ୍ରାଣକର୍ତ୍ତା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପବିତ୍ର ନାମରେ ଆପଣମାନଙ୍କୁ ପ୍ରତ୍ୟେକଙ୍କୁ ନମସ୍କାର ଜଣାଏ ଏବଂ ସମ୍ପର୍କ ଡିଜିଟାଲ ମିଡ଼ିଆ ନେଟୱାର୍କ ଆନୁକୂଲ୍ୟରେ ପ୍ରସାରିତ ହେଉଥିବା ଏହି ଦୁଃଖଭୋଗ ସପ୍ତାହର ବା ପୁଣ୍ୟ ସପ୍ତାହର ଆଉ ବିଶେଷ ଉପାସନା ମଧ୍ୟକୁ ଆପଣମାନଙ୍କୁ ପ୍ରତ୍ୟେକଙ୍କୁ ସ୍ୱାଗତ କରୁଅଛି। ଆପଣମାନେ ଏହି ସମ୍ପର୍କ ଡିଜିଟାଲ ମିଡ଼ିଆ ନେଟୱାର୍କ ଆନୁକୂଲ୍ୟରେ ପ୍ରସାରିତ ବିଭିନ୍ନ କାର୍ଯ୍ୟକ୍ରମକୁ ପ୍ରତ୍ୟେକ ଥର ଦେଖୁଅଛନ୍ତି ଆଉ ଆପଣ ଈଶ୍ୱରଙ୍କର ବାକ୍ୟ ଶୁଣୁଅଛନ୍ତି ଏବଂ ତଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହେଉଅଛନ୍ତି। ଆମମାନେ ସେଥିପାଇଁ ପ୍ରଭୁଙ୍କୁ ଧନ୍ୟବାଦ ଦେଉଛୁ। ଆଜିର ଏହି ସୁଯୋଗର ପାଇଁ ମଧ୍ୟ ଆମମାନେ ପ୍ରଭୁଙ୍କୁ ଧନ୍ୟବାଦ ଦେଉଛୁ। ପ୍ରିୟ ବନ୍ଧୁ, ଆଜିଠାରୁ ଏ ପୁରା ସପ୍ତାହ ବ୍ୟାପୀ ଏକ ବିଶେଷ କାର୍ଯ୍ୟକ୍ରମ ଯାହା ଏହି ଅନୁଷ୍ଠାନଟି ପ୍ରସାରଣ କରୁଅଛି। ଏହା ସାରା ପୃଥିବୀରେ ପ୍ରତିପାଳିତ ହେଉଥିବା ଏକ ବିଶେଷ ଉତ୍ସବ ଅଟେ। ଆସନ୍ତା ସପ୍ତାହ ବା ଆସନ୍ତା ରବିବାର, ଯାହାକୁ କି ଇଷ୍ଟର ସଣ୍ଡେ ବା ରିଜରେକ୍ସନ୍ ସଣ୍ଡେ ବୋଲିକି କୁହାଯାଏ, ଯୀଶୁଖ୍ରୀଷ୍ଟଙ୍କର ପୁନରୁତ୍ଥାନର ରବିବାର ବୋଲି କୁହାଯାଏ। କିନ୍ତୁ ତାର ପୂର୍ବ ରବିବାରଟି ହେଉଛି ଯାହାକୁ କି ଖଜୁରୀ ରବିବାର ବୋଲି କୁହାଯାଏ। ଅର୍ଥାତ୍ ଆଜି ଦିନଟି ଖଜୁରୀ ରବିବାର ଭାବରେ ବିଶ୍ୱାସୀମାନଙ୍କ ମଧ୍ୟରେ, ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ମଧ୍ୟରେ ମଣ୍ଡଳୀ ଗୁଡ଼ିକରେ ବିଶେଷ ଉତ୍ସବ ରୂପେ ପ୍ରତିପାଳିତ ହେଉଛି। 2000ରୁ ଅଧିକ ବର୍ଷ ତଳେ ପରିତ୍ରାଣକର୍ତ୍ତା ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ଏ ଜଗତରେ ଯେତେବେଳେ ମାନବ ରୂପରେ ଚଳପ୍ରଚଳ ହେଉଥିଲେ, କାର୍ଯ୍ୟ କରୁଥିଲେ, କଥା କହୁଥିଲେ, ଲୋକମାନଙ୍କର ଉପକାର କରୁଥିଲେ, ଆଉ ସେ ତାଙ୍କର ଜୀବନର ଶେଷ ସପ୍ତାହଟି ଯେଉଁ ସମସ୍ତ କାର୍ଯ୍ୟ କଲେ ଏବଂ ତାଙ୍କର ବ୍ୟକ୍ତିଗତ ଜୀବନରେ ଯେଉଁ ସମସ୍ତ ଘଟଣା ଘଟିଲା, ସେହି ସବୁର ବିଷୟ ଏହି ସପ୍ତାହ ସାରା ଆମମାନେ ସ୍ମରଣ କରିଥାଉ। ତାହେଲେ ଆଜି ପରା ରବିବାରରେ 2000 ବର୍ଷ ତଳେ ପ୍ରଭୁ ଯୀଶୁ ଜେରୁସାଲାମ ନଗରରେ ପ୍ରବେଶ କରିବା ପୂର୍ବରୁ ଜେରୁସାଲାମର ପୂର୍ବ ଭାଗରେ ଗୋଟିଏ ପର୍ବତ ଯାହାର ନାମ ହେଉଛି ଜିତ ପର୍ବତ। ଆଉ ସେ ଜିତ ପର୍ବତରୁ ଯେତେବେଳେ ତଳକୁ ଓହ୍ଲେଇକି ଗଲେ ଜେରୁସାଲାମର ଦ୍ୱାରରେ ପ୍ରବେଶ କରିବେ, ତା ପୂର୍ବରୁ ସେ ଶିଷ୍ୟମାନଙ୍କୁ ପଠାଉଛନ୍ତି ଏବଂ ନିକଟସ୍ଥ ଗୋଟିଏ ଗ୍ରାମରୁ ବନ୍ଧା ହେଇଥିବା ଗୋଟିଏ ଗଧକୁ ଫିଟେଇକି ଆଣିବା ନିମନ୍ତେ ଆଜ୍ଞା ଦେଉଛନ୍ତି। ଏହାକୁ ଯୀଶୁଙ୍କର ବିଜୟ ଯାତ୍ରା ବୋଲି କୁହାଯାଏ। ତାଙ୍କର ସେବାର ଜୀବନରେ, ବିଶେଷ କରିକି ତାଙ୍କର ପାର୍ଥିବ ଜୀବନର ଶେଷ 3 ବର୍ଷର ସମୟକୁ ସେ ଈଶ୍ୱରଙ୍କ ରାଜ୍ୟର କଥା କହିବା ନିମନ୍ତେ ବିଭିନ୍ନ ସ୍ଥାନକୁ ଭ୍ରମଣ କରିଥିବାର ବିଷୟ ପବିତ୍ର ବାଇବଲରେ ଲେଖା ଅଛି। କିନ୍ତୁ ସେହି ସମସ୍ତ ସ୍ଥାନକୁ ଯିବା ଆସିବା କରିବା ବେଳେ ସେ ସାଧାରଣତଃ ପାଦରେ ଚାଲିକି ଯାଉଥିଲେ କିମ୍ବା ସମୁଦ୍ର ପଥରେ ହେଲେ ସେ ନୌକାରେ ଯାଉଥିଲେ। କିନ୍ତୁ ପ୍ରଥମ ଥର ପାଇଁ ସେ ଗୋଟିଏ ଗଧକୁ ବାହନ କରିକି ବ୍ୟବହାର କରୁଥିବାର ବିଷୟ ଆମମାନେ ଦେଖୁଅଛୁ। ମୁଁ ସେହି ଅଂଶଟିକୁ ଈଶ୍ୱରଙ୍କର ପବିତ୍ର ବାକ୍ୟରୁ ପାଠ କରି ଆପଣଙ୍କୁ ଶୁଣାଇବା ପାଇଁ ଚାହୁଁଛି। ପବିତ୍ର ବାଇବଲ ତାର ମାଥ୍ୟୁ ଲିଖିତ ସୁସମାଚାର 21 ଅଧ୍ୟାୟ ତାର ପ୍ରଥମ 11ଟି ପଦ ମୁଁ ପଢ଼ିବି।
ଆପଣମାନେ ମନ ଦେଇକି ଶୁଣନ୍ତୁ। ଈଶ୍ୱରଙ୍କର ବାକ୍ୟରେ ଲେଖା ଅଛି ମାଥ୍ୟୁ 21 ଅଧ୍ୟାୟ 1 ପଦରୁ 11 ପଦ ମଧ୍ୟରେ, ଯେତେବେଳେ ସେମାନେ ଜେରୁସାଲାମର ନିକଟବର୍ତ୍ତୀ ହୋଇ ବୈତଫାଗି ଓ ଜିତ ପର୍ବତ ନିକଟରେ ଉପସ୍ଥିତ ହେଲେ, ସେତେବେଳେ ଯୀଶୁ ଦୁଇ ଶିଷ୍ୟଙ୍କୁ ଏହି କଥା କହି ପଠାଇଲେ, ତୁମ୍ଭମାନଙ୍କ ସମ୍ମୁଖସ୍ଥ ସେହି ଗ୍ରାମକୁ ଯାଅ, ଆଉ ଯିବା ମାତ୍ର ବନ୍ଧା ହୋଇଥିବା ଗୋଟିଏ ଗର୍ଦ୍ଧବୀ ଓ ତାହା ସହିତ ଗୋଟିଏ ଶାବକକୁ ଦେଖିବ। ସେମାନଙ୍କୁ ଫିଟାଇ ମୋ ନିକଟକୁ ଘେନି ଆସ। ଆଉ ଯେବେ କେହି ତୁମ୍ଭମାନଙ୍କୁ କିଛି କହେ, ତେବେ କହିବ, ଏମାନଙ୍କଠାରେ ପ୍ରଭୁଙ୍କର ପ୍ରୟୋଜନ ଅଛି। ସେହି କ୍ଷଣି ସେ ସେମାନଙ୍କୁ ପଠାଇଦେବ। ଭାବବାଦୀଙ୍କ ଦ୍ୱାରା ଉକ୍ତ ଏହି ବାକ୍ୟ ଯେପରି ସଫଳ ହୁଏ, ସେଥି ନିମନ୍ତେ ଏହା ଘଟିଲା। ସିଓନର କନ୍ୟାକୁ କୁହ, ଦେଖ, ତୋର ରାଜା ତୋ ନିକଟକୁ ଆସୁଅଛନ୍ତି। ସେ ନମ୍ର ଓ ଗର୍ଦ୍ଧବାରୋହୀ, ଶାବକ ଗର୍ଦ୍ଧବ ଶାବକାରୋହୀ। ସେଥିରେ ଶିଷ୍ୟମାନେ ଯାଇ ଯୀଶୁଙ୍କ ଆଦେଶ ଅନୁସାରେ କର୍ମ କଲେ। ପୁଣି ଗର୍ଦ୍ଧବୀ ଓ ଶାବକଟି ଆଣି ସେମାନଙ୍କ ଉପରେ ବସ୍ତ୍ର ପାତିଦେଲେ, ଆଉ ସେ ତାହା ଉପରେ ବସିଲେ। ପୁଣି ଲୋକସମୂହ ମଧ୍ୟରୁ ଅଧିକାଂଶ ଆପଣା ଆପଣା ଲୁଗା ପଥରେ ବିଛାଇଲେ ଓ ଅନ୍ୟମାନେ ଗଛରୁ ଡାଳ କାଟି ଆଣି ବାଟରେ ବିଛାଇ ଦେବାକୁ ଲାଗିଲେ। ଆଉ ତାହାଙ୍କ ଆଗରେ ଓ ପଛରେ ଯାଉଥିବା ଲୋକସମୂହ ଉଚ୍ଚ ସ୍ୱରରେ କହିବାକୁ ଲାଗିଲେ, ହୋସାନା ଦାଉଦ ସନ୍ତାନ, ପ୍ରଭୁଙ୍କ ନାମରେ ଯେ ଆସୁଅଛନ୍ତି ସେ ଧନ୍ୟ, ଊର୍ଦ୍ଧ୍ୱ ଲୋକରେ ହୋସାନା। ଆଉ ସେ ଜେରୁସାଲାମରେ ପ୍ରବେଶ କରନ୍ତେ ନଗର ଯାକ ଏ କିଏ ବୋଲି ଚହଳ ପଡ଼ିଗଲା। ସେଥିରେ ଲୋକସମୂହ କହିଲେ, ଏ ଗାଲିଲିସ୍ଥ ନାଜରିତର ଭାବବାଦୀ ଯୀଶୁ। ପ୍ରିୟ ବନ୍ଧୁ, ଈଶ୍ୱରଙ୍କର ବାକ୍ୟରେ ଲେଖାଥିବା ଏହି ସଂକ୍ଷିପ୍ତ ବିବରଣଟି ଯେ ପ୍ରକାର ଭାବରେ ପ୍ରଭୁ ଯୀଶୁଙ୍କର ଦ୍ୱାଦଶ ଶିଷ୍ୟଙ୍କ ମଧ୍ୟରୁ ଜଣେ ଶିଷ୍ୟ, ଯାହାଙ୍କର ନାମ ଥିଲା ମାଥ୍ୟୁ, ଆଉ ସେ ଯେ ପ୍ରକାର ଭାବରେ ଲେଖି ଅଛନ୍ତି, ମୁଁ ପଢ଼ିବା ସମୟରେ ଆପଣ ହୁଏତ ତାହା ବୁଝିସାରିଛନ୍ତି। ତଥାପି ଆମମାନେ ସଂକ୍ଷେପରେ ଚିନ୍ତା କରିବା ଯେ ପ୍ରଭୁ ଯୀଶୁ ଏହି ସମୟ ବେଳକୁ ସେ ଜେରୁସାଲାମକୁ ତାଙ୍କର ପାର୍ଥିବ ଜୀବନର ରହଣି କାଳରେ ଶେଷ ଥର ପାଇଁ ଯାତ୍ରା କରୁଅଛନ୍ତି। ୟା ପୂର୍ବରୁ ସେ ଇସ୍ରାଏଲର ଉତ୍ତର ଭାଗରେ ଥିବା ଗାଲିଲି ଅଞ୍ଚଳରେ ଥିଲେ। ସେଠାରୁ ସେ ଯାତ୍ରା ଆରମ୍ଭ କରିକି ଯେତେବେଳେ ସେ ଜେରୁସାଲାମରେ ପହଞ୍ଚିବାକୁ ଯାଉଛନ୍ତି, ପହଞ୍ଚିବା ପୂର୍ବରୁ ବେଥନିଆ ଏବଂ ବୈତଫାଗି ଏ ଦୁଇଟି ଗ୍ରାମ ପାଖାପାଖି ଥିଲା। ଆଉ ଯେତେବେଳେ ସେ ବୈତଫାଗି ନିକଟକୁ ଆସୁଛନ୍ତି, ସେତେବେଳେ ସେ ଦୁଇ ଜଣ ଶିଷ୍ୟଙ୍କୁ ପଠାଉଛନ୍ତି ଆଉ କହୁଛନ୍ତି, ସେଠାରେ ତୁମେ ଯାଅ ଏବଂ ଗୋଟିଏ ଗଧ ଏବଂ ତାର ଛୁଆକୁ ବନ୍ଧା ହେଇଥିବାର ଦେଖିବ, ସେମାନଙ୍କୁ ଫିଟେଇ ନେଇ ଆସ। ଯଦି କେହି କିଛି କହେ, କାହିଁକି ଏଇ ଗଧମାନଙ୍କୁ ଫିଟଉଛ, ଉତ୍ତର ଦେବ, ଏମାନଙ୍କଠାରେ ପ୍ରଭୁଙ୍କର ପ୍ରୟୋଜନ ଅଛି। ଆଉ ସେହି କ୍ଷଣି ସେ ସେମାନଙ୍କୁ ଛାଡ଼ିଦେବ। ଜାଣନ୍ତି କି, ଯେତେବେଳେ ପ୍ରଭୁ ଯୀଶୁ ସେ ଜେରୁସାଲାମ ନଗରକୁ ଯିବା ପାଇଁ ଚାହିଁଲେ, ଶେଷ ଥର ପାଇଁ ଯାତ୍ରା କରୁଛନ୍ତି, ସେ ଇଚ୍ଛା କଲେ ଗୋଟିଏ ବାହନ ଉପରେ ବସିକି ଯିବା ପାଇଁ। ତା ଆଗରୁ ସେ ଅନେକ ଥର ଆସିଛନ୍ତି ଜେରୁସାଲାମକୁ, କିନ୍ତୁ ଚାଲି ଚାଲିକି ଆସିଛନ୍ତି। କିନ୍ତୁ ଏଇଥରକ ପାଇଁ ସେ ଗୋଟିଏ ବାହନ ଖୋଜୁଛନ୍ତି। କ'ଣ ପାଇଁ? ତାର ଉତ୍ତର ମଧ୍ୟ ଏଠାରେ ଏହି ପୁସ୍ତକର ଲେଖକ ମାଥ୍ୟୁ ଦିଅନ୍ତି। ଲେଖାଯାଉଛି, ଭାବବାଦୀଙ୍କ ଦ୍ୱାରା ଉକ୍ତ ଏହି ବାକ୍ୟ ଯେପରି ସଫଳ ହୁଏ, ସେଥି ନିମନ୍ତେ ଏହା ଘଟିଲା। ଆମମାନେ ଗୋଟିଏ ବିଷୟ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜୀବନରେ ଦେଖୁ ଯେ ଯାହା କିଛି ତାହାଙ୍କୁ କେନ୍ଦ୍ର କରି ଏବଂ ତାହାଙ୍କ ଜୀବନରେ ଘଟିଛି, ସେ ସମସ୍ତ ଈଶ୍ୱରଙ୍କର ଭାବବାଣୀ ଦିଆଯାଇଥିବା ବାକ୍ୟର ସଫଳତା ନିମନ୍ତେ ଘଟିଛି। ଅର୍ଥାତ୍ କହିବାକୁ ଗଲେ ପ୍ରଭୁ ଯୀଶୁ ହେଉଛନ୍ତି ଏପରି ଜଣେ ମାତ୍ର ବ୍ୟକ୍ତି, ଯାହାଙ୍କଠାରେ ପବିତ୍ର ଶାସ୍ତ୍ରର ସମସ୍ତ ଭାବବାଣୀ ସଫଳ ହେଉଛି। ଗୋଟିଏ ପରେ ଗୋଟିଏ, ଗୋଟିଏ ପରେ ଗୋଟିଏ ଘଟଣା ତାହାଙ୍କର ଜୀବନରେ ହେଇ ଚାଲିଛି। ଆଉ ଏଇ ଘଟଣାଟି ମଧ୍ୟ ସେ ଭାବବାଣୀର ସଫଳତାର ନିମନ୍ତେ। ଏଥିରୁ ଆମମାନେ କ'ଣ ବୁଝିବା? এই বিষয়টা বুঝিবা যে স্বর্গর পরমেশ্বর যাহা সংকল্প କରିଛନ୍ତି, ତାହା ଆକ୍ଷରିକ ଭାବରେ ସାଧିତ ହେଉଛି। ଏବଂ ପ୍ରଭୁ ଯୀଶୁ ହେଉଛନ୍ତି ଈଶ୍ୱରଙ୍କର ସମସ୍ତ ସଂକଳ୍ପର, ସମସ୍ତ ଭାବବାଣୀର କେନ୍ଦ୍ର ବ୍ୟକ୍ତି ଅଟନ୍ତି, ଯାହାଙ୍କଠାରେ ଈଶ୍ୱର ତାହାଙ୍କର ସମସ୍ତ ଯୋଜନାକୁ କାର୍ଯ୍ୟକାରୀ କରୁଅଛନ୍ତି। ଆଉ ସେଥିର ଗୋଟିଏ ଘଟଣା ହେଉଛି ଏହା।
ପ୍ରଭୁ ଯୀଶୁ ଯଦିବା ମାନବ ରୂପରେ ଅଛନ୍ତି, ମାତ୍ର ଏଠାରେ ତାହାଙ୍କର ଈଶ୍ୱରୀୟ ଜ୍ଞାନକୁ ଦେଖନ୍ତୁ। ସେ ଏକ୍ଜାକ୍ଟଲି ଜାଣନ୍ତି ଯେ କେଉଁଠି ଗଧ ବନ୍ଧା ହେଇଛି ଏବଂ ତାର ମାଲିକମାନେ ସେଠାରେ କି ପ୍ରକାର ଅବସ୍ଥାରେ ଅଛନ୍ତି। ଯେତେବେଳେ ଏ ଶିଷ୍ୟମାନେ ସିଧାସଳଖ ଯିବେ, ଫିଟେଇକି ଆଣିବେ, ସେମାନେ କ'ଣ କହିବେ ଆଉ ଏମାନେ କ'ଣ ଉତ୍ତର ଦେବେ, ଆଉ ଏମାନଙ୍କର ଉତ୍ତର ଶୁଣିଲା ପରେ ସେମାନେ କେମିତି ଅନୁମତି ଦେବେ, ଏ ସବୁ ବିଷୟକୁ ସେ ନିୟନ୍ତ୍ରଣ କରୁଅଛନ୍ତି। ଏଗୁଡ଼ାକୁ କୋଇନ୍ସିଡେନ୍ସ ବୋଲି କୁହାଯିବ ନାହିଁ। ଏଗୁଡ଼ାକ ହେଉଛି ଘଟଣା ଗୁଡ଼ିକୁ ନିୟନ୍ତ୍ରଣକାରୀ ପରମେଶ୍ୱର କିପରି ନିୟନ୍ତ୍ରଣ କରନ୍ତି ତାହା ଆମେ ଏଥିରୁ ଦେଖୁଅଛୁ। ଭାଇ ଭଉଣୀମାନେ, ପବିତ୍ର ବାଇବଲରେ ଅନେକ ଘଟଣାର କଥା ଲେଖା ଅଛି ଏବଂ ବିଭିନ୍ନ ଘଟଣାରେ ଆପଣଙ୍କ ଭଳି ମୋ ଭଳି ମଣିଷମାନେ ସମ୍ପୃକ୍ତ ଅଛନ୍ତି। କିନ୍ତୁ ଏ ମଣିଷମାନଙ୍କର ଘଟଣା ଗୁଡ଼ିକରେ ମଧ୍ୟ ପରମେଶ୍ୱର ତାହାଙ୍କର ସଂକଳ୍ପକୁ କିପରି ଭାବରେ କାର୍ଯ୍ୟକାରୀ କରନ୍ତି ଏବଂ ପ୍ରତିଟି ବିଷୟକୁ ସେ କେମିତି ନିୟନ୍ତ୍ରଣ କରିପାରନ୍ତି ତାହାର ଗୋଟିଏ ନମୁନା ଆମେ ଏଠାରେ ଦେଖୁଅଛୁ। ଅବଶ୍ୟ ଅନେକ ଅଛନ୍ତି ଯେଉଁମାନେ ଭିନ୍ନ ଭିନ୍ନ ପ୍ରକାର ମାନବୀୟ ଏଇ ଯେଉଁ ରିଜନ୍ ସବୁ ଦିଅନ୍ତି, ତଥ୍ୟ ସବୁ ଦେବା ପାଇଁ ଚେଷ୍ଟା କରନ୍ତି ଯେ ଏମିତି ହେଇଥାଇପାରେ, ସେମିତି ହେଇଥାଇପାରେ। କେହି କେହି ମଧ୍ୟ କହନ୍ତି ଯେ ହୋଇପାରେ ପ୍ରଭୁ ଯୀଶୁ ଆଗରୁ ସେ ମାଲିକଙ୍କ ସାଙ୍ଗରେ କଥାବାର୍ତ୍ତା କରିସାରିଛନ୍ତି, ଆୟୋଜନ କରିସାରିଛନ୍ତି। କିନ୍ତୁ ଆମେ ଏ କଥାକୁ ଅସ୍ୱୀକାର କରିପାରିବା ନାହିଁ ଯେ ପ୍ରଭୁ ଯୀଶୁ ସେ ଈଶ୍ୱର ଅଟନ୍ତି ଏବଂ ତାଙ୍କର ଈଶ୍ୱରୀୟ ଜ୍ଞାନରେ ସେ ଜାଣନ୍ତି ପ୍ରକୃତରେ କେଉଁଠି କ'ଣ ହେଉଛି ଏବଂ ସମସ୍ତ ବିଷୟକୁ ସେ ନିୟନ୍ତ୍ରଣ କରିବା ପାଇଁ ତାହାଙ୍କଠାରେ ସେ କ୍ଷମତା ଅଛି, ସେ ଶକ୍ତି ଅଛି, ସେ ସାମର୍ଥ୍ୟ ଅଛି। ସେ ଝଡ଼କୁ ବି ସୁସ୍ଥିର କରିପାରନ୍ତି, ସେ ମୃତକୁ ମଧ୍ୟ ଜୀବନ ଦେଇପାରନ୍ତି, ସେ ଅନ୍ଧକୁ ମଧ୍ୟ ଦୃଷ୍ଟିଶକ୍ତି ଦେଇପାରନ୍ତି। ସେ ସେହି ପରମେଶ୍ୱର ଅଟନ୍ତି। ଆଉ ଏଇଠି ସେ ଶିଷ୍ୟମାନଙ୍କୁ ପଠେଇକି କହିଲେ, ଆଉ ଲେଖାଯାଉଛି ଶିଷ୍ୟମାନେ ତାହାଙ୍କର ଆଦେଶ ଅନୁସାରେ କର୍ମ କଲେ। ଆଉ ସେମାନେ ଯେତେବେଳେ ସେ ଗାଁରେ ପହଞ୍ଚିଛନ୍ତି, ଦେଖୁଛନ୍ତି ଯେମିତି ଯୀଶୁ କହିଥିଲେ ଠିକ୍ ସେମିତି ହିଁ ଦୁଇଟି ଗଧ ବନ୍ଧା ହେଇଛନ୍ତି। ଆଉ ଯେମିତି ସେମାନେ ଫିଟେଇକି ଆଣିଲା ବେଳକୁ ସେ ଲୋକମାନଙ୍କର ପ୍ରତିକ୍ରିୟା ମଧ୍ୟ ଠିକ୍ ସେଇ ପ୍ରକାର ହେଇଛି ଏବଂ ଶିଷ୍ୟମାନଙ୍କର ଉତ୍ତର ଶୁଣି ସେମାନେ ସେଇ ଗଧମାନଙ୍କୁ ଛାଡ଼ି ଦେଇଛନ୍ତି। ସେଥିପାଇଁ ସେମାନେ ଆଣିଲା ପରେ ଲେଖାଯାଉଛି ସେମାନେ ଆପଣା ଆପଣା ବସ୍ତ୍ର ପାତିଦେଲେ ଏବଂ ଯୀଶୁ ଗଧ ଉପରେ ବସିଲେ। ତାପରେ କେହି କ'ଣ କଲେ, ନିଜର ପିନ୍ଧିଥିବା ଲୁଗା ବାହାର କରିକି ବାଟରେ ବିଛେଇ ଦେଲେ ଏବଂ କେହି କେହି ଗଛ ଡାଳ ସବୁ କାଟିକି ଆଣିଲେ ଏବଂ ବାଟରେ ବିଛେଇ ଦେବାକୁ ଲାଗିଲେ, ଯେମିତିକି ଗଧ ସେ ସବୁ ଉପରେ ଚଢ଼ିକି ଯାଇପାରିବ। ଆଉ ଭିଡ଼ ହୋଇଥିବା ଲୋକମାନେ, ତାଙ୍କର ଶିଷ୍ୟମାନେ ଅଛନ୍ତି ନିଶ୍ଚୟ, କିନ୍ତୁ ଆହୁରି ଅନେକ ଲୋକ ସେହି ସ୍ଥାନରେ ଏକତ୍ର ହୋଇଛନ୍ତି, କାରଣ ସେହି ସମୟଟି ପର୍ବ ପାଳନର ସମୟ ଥିଲା। ନିସ୍ତାର ପର୍ବ ବା ଖମିର ଶୂନ୍ୟ ରୁଟିର ପର୍ବ ପାଳନ କରିବା ପାଇଁ ଚାରିଆଡ଼ୁ ଇସ୍ରାଏଲୀୟ ଲୋକମାନେ ଏକାଠି ହୋଇଥିଲେ। କୁହାଯାଏ ଯେ ଅନ୍ତତଃ 2 ନିୟୁତ ଲୋକ ଅର୍ଥାତ୍ ପାଖାପାଖି 20 ଲକ୍ଷ କି 22 ଲକ୍ଷ ଲୋକ ସେହି ସମୟରେ ସେହି ସ୍ଥାନରେ ଏକତ୍ର ହୋଇଥିଲେ। ତାମାନେ କେତେ ଗହଳି ଥିବ ସେ ନଗରଟି। ଆଉ ସେ ପ୍ରକାର ଏକ ଜନଗହଳିରେ ପରିପୂର୍ଣ୍ଣ ନଗର ମଧ୍ୟକୁ ପ୍ରଭୁ ଯୀଶୁ ଯାଉଛନ୍ତି। ଏ ଲୋକମାନେ ଚିତ୍କାର କରି କହୁଛନ୍ତି, ହୋସାନା ଦାଉଦ ସନ୍ତାନ ଯୀଶୁ। ଈଶ୍ୱରଙ୍କ ନାମରେ, ପ୍ରଭୁଙ୍କ ନାମରେ ଯେ ଆସୁଅଛନ୍ତି ସେ ଧନ୍ୟ। ସେମାନେ ପ୍ରକୃତରେ କ'ଣ କରୁଥିଲେ? ସେମାନେ ଗୀତ ସଂହିତା ପୁସ୍ତକରୁ ଗୋଟିଏ ବିଷୟକୁ ଉଦ୍ଧୃତ କରିକି ସେମାନେ କହୁଥିଲେ, ପ୍ରଭୁଙ୍କ ନାମରେ ଯେ ଆସୁଅଛନ୍ତି ସେ ଧନ୍ୟ। କିନ୍ତୁ ସେମାନେ ଯେଉଁ କାର୍ଯ୍ୟଟି କଲେ ତାହା ମଧ୍ୟ ଇତିହାସରେ ଘଟିଥିବା 2ଟି ଘଟଣାର ବିଷୟକୁ ସ୍ମରଣ କରିକି ସେମାନେ କରୁଛନ୍ତି। ଦ୍ୱିତୀୟ ରାଜାବଳୀ ପୁସ୍ତକ ତାର 9 ଅଧ୍ୟାୟରେ ଯେତେବେଳେ ଜେହୁଙ୍କୁ ରାଜା ଭାବରେ ଅଭିଷେକ କରାଗଲା, ଆଉ ଯେତେବେଳେ ସେ ବାହାରକୁ ଆସିଲେ ଏବଂ ତାଙ୍କର ଯେଉଁ ସାଙ୍ଗମାନେ ପାଖରେ ବସିଥିଲେ, ଯେମିତି ଶୁଣିଲେ ଯେ ଜେହୁଙ୍କୁ ରାଜାଭିଷେକ କରାଗଲା, ସେମାନେ ତତ୍କ୍ଷଣାତ୍ ନିଜ ନିଜର ବସ୍ତ୍ର ଖୋଲିକି ପାତିଦେଲେ, ଆଉ ଯେମିତିକି ଜେହୁଙ୍କର ପାଦ ତା ଉପରେ ଚାଲିକି ଯିବ। ଏଇଟା ଗୋଟେ ଐତିହାସିକ ଘଟଣା। ରାଜାଙ୍କୁ ସମ୍ମାନ ଦେବାର ନିମନ୍ତେ ସେମାନେ କରିଥିଲେ ଏବଂ ଡାଳ କାଟି ପକାଇବାର କଥା ସେଇଟା ଯଦିବା ପୁରାତନ ନିୟମରେ କୌଣସି ସ୍ଥାନରେ ଘଟିଥିବାର ଉଲ୍ଲେଖ ନାହିଁ, କିନ୍ତୁ ଜିହୁଦୀୟ ଇତିହାସରେ ଆମେ ଦେଖୁଛୁ ଯେ ମାକାବୀୟ ଭାଇମାନଙ୍କ ମଧ୍ୟରୁ ଯେତେବେଳେ ସେମାନେ ଯୁଦ୍ଧ କରିକି ଜୟ କରିକି ଫେରି ଆସୁଛନ୍ତି ଏବଂ ତାଙ୍କରି ସମୟରେ ହିଁ ଅଳ୍ପ ସମୟର ନିମନ୍ତେ ଇସ୍ରାଏଲ ସ୍ୱାଧୀନତା ପାଇଥିଲା ବା ନିଜର ରାଜ୍ୟକୁ ଫେରି ପାଇଥିଲା। ଅଧିକାଂଶ ସମୟ
ତାହା ପରାଧୀନ ଥିଲା। ତେବେ ସେହି ସମୟରେ ଯେତେବେଳେ ସେମାନେ ଯୁଦ୍ଧରେ ଜୟ କରିକି ଫେରି ଆସୁଛନ୍ତି, ସେହି ସମୟରେ ମଧ୍ୟ ଏ ଜେରୁସାଲେମର ଲୋକମାନେ ସେମାନେ କ'ଣ କଲେ, ତାଙ୍କୁ ଭେଟିବା ପାଇଁ ଗଲେ ଏବଂ ସେମାନେ ଗଛ ଡାଳ କାଟିକି ସେଇ ଯେଉଁ ଘୋଡ଼ା ପିଠିରେ ଚଢ଼ିକି ଆସୁଥିଲେ ଆଉ ତାର ସମ୍ମୁଖରେ ସେମାନେ ଗଛ ଡାଳ କାଟିକି ପକାଇଥିଲେ। ଦୁଇଟି ଯାକ ଐତିହାସିକ ଘଟଣାରେ ଗୋଟିଏ ହେଉଛି କ'ଣ, ରାଜାଙ୍କୁ ସମ୍ମାନ ଦେବାର ନିମନ୍ତେ ଏବଂ ଆଉ ଗୋଟିଏ ଘଟଣାରେ ଯେ ଜୟ କରିକି ଆସୁଅଛନ୍ତି ତାହାଙ୍କୁ ସମ୍ମାନ ଦେଇକି ସ୍ୱାଗତ କରିବା ଉଦ୍ଦେଶ୍ୟରେ ସେମାନେ କରିଥିଲେ। ଆଉ ଏ ଦୁଇଟି ଯାକ ବିଷୟ ସେମାନେ ବର୍ତ୍ତମାନ ଯୀଶୁଙ୍କ ପ୍ରତି କରୁଅଛନ୍ତି। ଏଠାରେ ଭାବବାଦୀ ମଧ୍ୟ କହିଦେଇଛନ୍ତି, ଜିଖରୀୟ ଭାବବାଦୀ ସେ ମଧ୍ୟ କହିଦେଇଛନ୍ତି ତାର 9 ଅଧ୍ୟାୟରେ, ସିଓନର କନ୍ୟାକୁ କୁହ, ଅର୍ଥାତ୍ ଜେରୁସାଲେମର ନଗରବାସୀଙ୍କୁ କୁହ, ଦେଖ ତୋର ରାଜା ତୋ ନିକଟକୁ ଆସୁଅଛନ୍ତି। ଅନେକ ବର୍ଷ ପୂର୍ବରୁ ଏ ଭାବବାଣୀ ଘୋଷଣା କରିଥିଲେ ଆଉ ତାହା ପ୍ରଭୁ ଯୀଶୁଙ୍କର ଜୀବନରେ ସଫଳ ହେଉଛି। ଯେତେବେଳେ ପ୍ରଭୁ ଯୀଶୁ ସେ ଗର୍ଦ୍ଧବ ଉପରେ ବସିକି ଯାଉଛନ୍ତି, ଏଠାରେ ଆମମାନେ ଦେଖୁଛୁ ଯେ ଲୋକମାନେ ସେ ଦୁଇଟି ପ୍ରତିକ୍ରିୟା ଦେଖାଉଛନ୍ତି। ଲୁଗା ବି ପାତି ଦେଲେ ତାଙ୍କୁ ରାଜା ବୋଲି ସ୍ୱୀକାର କରିବା ପାଇଁ ଏବଂ ଗଛର ଡାଳ ସବୁ କାଟିକି ମଧ୍ୟ ରାସ୍ତାରେ ପକାଇଲେ ସେ ବିଜୟୀ ବୋଲିକି ଘୋଷଣା କରିବା ପାଇଁ। ସେଥିପାଇଁ ଏହି ଘଟଣାର ବିଷୟକୁ ବିଜୟ ଯାତ୍ରା ବୋଲିକି କୁହାଯାଏ। ଯୀଶୁଙ୍କର ବିଜୟ ଯାତ୍ରା ବୋଲି କୁହାଯାଉଛି। ଯଦି ବା ପ୍ରଭୁ ଯୀଶୁ କୌଣସି ଯୁଦ୍ଧରେ ସେ ସମ୍ପୃକ୍ତ ହେବେ ନାହିଁ, ଖଣ୍ଡା ବ୍ୟବହାର କରିବେ ନାହିଁ କିମ୍ବା ଅସ୍ତ୍ର ବ୍ୟବହାର କରିବେ ନାହିଁ, କାରଣ ଏଠାରେ କୁହାଯାଉଛି ସେ ନମ୍ର ଓ ଗର୍ଦ୍ଧବାରୋହୀ, ଗର୍ଦ୍ଧବ ଶାବକ ରହି ସେ ଶାନ୍ତିର ରାଜା ଭାବରେ ଶାନ୍ତି ନେଇକି ଆସୁଅଛନ୍ତି। ଗୋଟିଏ ସୁନ୍ଦର କଥା ଏଠାରେ କୁହାଯାଉଛି, ଲୋକମାନେ ଦେଖ ତୁମର ରାଜା ତୁମ ନିକଟକୁ ଆସୁଅଛନ୍ତି। ଏହା ପ୍ରକୃତରେ ଏକ ଶୁଭବାର୍ତ୍ତା ଅଟେ ଲୋକମାନଙ୍କର ପାଇଁ। ଯେତେବେଳେ ରାଜା ଆପଣା ପ୍ରଜାମାନଙ୍କ ନିକଟକୁ ଆସନ୍ତି ତାହା କେତେ ଆନନ୍ଦର ବିଷୟ ଅଟେ। ଆମମାନେ କେଡ଼େ ଆନନ୍ଦରେ ଅପେକ୍ଷା କରୁ ଯେତେବେଳେ ଆମମାନଙ୍କର ଦେଶର କିମ୍ବା ରାଜ୍ୟର ବରିଷ୍ଠ ନେତାମାନେ ଆମମାନଙ୍କର ଗ୍ରାମକୁ ସେମାନେ ପରିଦର୍ଶନରେ ଆସନ୍ତି। ହୋଇପାରେ କୌଣସି ବିଷୟକୁ ଉଦ୍ଘାଟନ କରିବା ପାଇଁ କିମ୍ବା ଭିତ୍ତିପ୍ରସ୍ତର ସ୍ଥାପନ କରିବା ପାଇଁ କିମ୍ବା କୌଣସି ଗୋଟେ ବିଶେଷ ସଭାରେ ଆଉ ବକ୍ତୃତା ଦେବା ପାଇଁ ଚାରିଆଡ଼ୁ ଲୋକମାନେ ଏକାଠି ହେଇକି ଅପେକ୍ଷା କରିଥାନ୍ତି ଜଣେ ବ୍ୟକ୍ତିଙ୍କୁ ଦେଖିବା ପାଇଁ, ସ୍ୱାଗତ କରିବା ପାଇଁ। ଆଉ ସେ ପ୍ରକାର ବିଷୟ ହିଁ ଏଠାରେ ଘଟୁଅଛି। ହେଲେ ପ୍ରଭୁ ଯୀଶୁ ନମ୍ରତାର ରାଜା ଭାବରେ, ଶାନ୍ତିର ରାଜା ଭାବରେ ସେ ଆସୁଅଛନ୍ତି। ନଗରବାସୀ ଯେଉଁମାନେ ତାହାଙ୍କ ସାଙ୍ଗରେ ଥିଲେ, ଯେଉଁମାନେ ଏ ଦାଉଦ ସନ୍ତାନ ଯୀଶୁ ବୋଲିକି ଘୋଷଣା କରୁଥିଲେ ବା ଉଚ୍ଚ ସ୍ୱରରେ କହୁଥିଲେ, ସେମାନେ କିନ୍ତୁ ବୁଝିପାରିଲେ ନାହିଁ, ଚିହ୍ନି ପାରିଲେ ନାହିଁ। ସେମାନେ ଭାବିଲେ ଯେ ଜଣେ ରାଜନୈତିକ ନେତା ଭାବରେ, ଜଣେ ରାଜନୈତିକ ରାଜା ଭାବରେ ସେ ଆସୁଅଛନ୍ତି ଆଉ ତାଙ୍କୁ ସେ ପ୍ରକାର ଭାବରେ ସେମାନେ ପାଛୋଟି ନେବା ପାଇଁ ଚାହିଁଲେ, ସ୍ୱାଗତ କରିବା ପାଇଁ ଚାହିଁଲେ। ମାତ୍ର ପ୍ରଭୁ ଯୀଶୁ ସେ ଜାଣିଥିଲେ ଯେ ତାହାଙ୍କର ରାଜ୍ୟ କି ପ୍ରକାର ଅଟେ। କିଛି ଦିନ ଉତ୍ତାରେ ଯେତେବେଳେ ସେହି ଲୋକମାନେ କିମ୍ବା ଆହୁରି ଅନ୍ୟମାନେ ଯେଉଁମାନେ ସେହି ପ୍ରଭୁ ଯୀଶୁଙ୍କୁ ଅଗ୍ରାହ୍ୟ କରିବେ ଆଉ କହିବେ ତାହାଙ୍କୁ କ୍ରୁଶରେ ଚଢ଼ାଅ, ସେହି ସମୟରେ ପ୍ରଭୁ ଯୀଶୁ ଜଣେ ବିଚାରକର୍ତ୍ତାଙ୍କ ସମ୍ମୁଖରେ ଠିଆ ହେବେ ଆଉ ବିଚାରକର୍ତ୍ତା ତାହାଙ୍କୁ ପଚାରିବେ, ତୁମେ କି ଯିହୁଦୀମାନଙ୍କର ରାଜା? ଆଉ ସେ ଉତ୍ତର ଦେବେ, ଆପଣ କହିଅଛନ୍ତି। ତାପରେ ସେ କହନ୍ତି ଯେ ମୋହର ରାଜ୍ୟ ଏ ଜଗତ ସମ୍ବନ୍ଧୀୟ ନୁହେଁ। ତା ଆଗରୁ ବି ଶିଷ୍ୟମାନଙ୍କୁ ସେ କହିଦେଇଛନ୍ତି ଯେ ତାହାଙ୍କର ରାଜ୍ୟ କି ପ୍ରକାର ରାଜ୍ୟ ଅଟେ। ତାହାଙ୍କ ରାଜ୍ୟରେ ଯେଉଁମାନେ ବଡ଼ ହେବାକୁ ଇଚ୍ଛା କରନ୍ତି ସେମାନେ ଅନ୍ୟ ସମସ୍ତଙ୍କର ସେବକ ହେବେ, ଦାସ ହେବେ। ଯେଉଁମାନେ ଉପରକୁ ଉଠିବାକୁ ଚାହାନ୍ତି, ସୋପାନ ହେଉଛି ତଳମୁହାଁ, ସେମାନେ ତଳକୁ ଓହ୍ଲାଇବା ଦରକାର, ନମ୍ର ହେବା ଦରକାର। ସେଇଟା ହେଉଛି ଈଶ୍ୱରଙ୍କ ରାଜ୍ୟର ଗୁଣ ପ୍ରଣାଳୀ। ଜଗତର ରାଜ୍ୟ କ'ଣ? ଯଦି ବଡ଼ ହେବାକୁ ଚାହୁଁଛନ୍ତି ସମସ୍ତଙ୍କୁ ଚାପି ସେମାନଙ୍କ ଉପରେ ଚଢ଼ିକି ଉପରକୁ ଉଠେଇଲେ ଆପଣ ବଡ଼, ସେଇଟା ଜଗତର ପ୍ରଣାଳୀ। କିନ୍ତୁ ଈଶ୍ୱରଙ୍କ ରାଜ୍ୟରେ ତାର ବିପରୀତ ବିଷୟ ଅଟେ। ତେବେ ପ୍ରିୟମାନେ, ଏଠାରେ କୁହାଯାଉଛି, ଦେଖ ତୁମ୍ଭର ରାଜା ତୁମ୍ଭ ନିକଟକୁ ଆସୁଅଛନ୍ତି। ସେ ଲୋକମାନେ ତାହାଙ୍କୁ ସ୍ୱାଗତ କରିକି ନେଇ ଯାଉଛନ୍ତି। ଆଜି ବି ପ୍ରଭୁ ଯୀଶୁ
ଆପଣଙ୍କର ଜୀବନକୁ ଆସୁଅଛନ୍ତି, ବ୍ୟକ୍ତିଗତ ଜୀବନକୁ, ଆପଣଙ୍କର ପରିବାର ମଧ୍ୟକୁ। ଆଉ ସେ କିପରି ଭାବରେ ଆସିବାକୁ ଚାହାନ୍ତି? ସେ ସେଇ ଶାନ୍ତିର ରାଜା ଭାବରେ ଆସିବାକୁ ଚାହାନ୍ତି, ଯେପରିକି ଆପଣଙ୍କର ଅଶାନ୍ତ ଅସ୍ଥିର ଜୀବନରେ ଈଶ୍ୱରୀୟ ଶାନ୍ତି, ସ୍ୱର୍ଗୀୟ ଶାନ୍ତି ସେ ଦେଇପାରିବେ, ସ୍ଥାପନ କରିପାରିବେ। ଯେପରିକି ଆପଣଙ୍କର ପରିବାର ଏବଂ ବ୍ୟକ୍ତିଗତ ଜୀବନରେ ସେହି ଶାନ୍ତିକୁ ଆପଣ ଅନୁଭବ କରିପାରିବେ, ସେହି ଉଦ୍ଦେଶ୍ୟରେ ସେ ଆସୁଅଛନ୍ତି। ହେଲେ ତାଙ୍କୁ ସ୍ୱାଗତ କରିବେ ନା ବାଟରୁ ଫେରେଇ ଦେବେ, ସେଟା ଆପଣଙ୍କ ଉପରେ ନିର୍ଭର କରୁଛି। ସେ ନମ୍ର ଭାବରେ ଆସନ୍ତି, ଜୋର ଜବରଦସ୍ତ ଆସନ୍ତି ନାହିଁ, ବଳ ପ୍ରୟୋଗ କରିକି ଆସନ୍ତି ନାହିଁ। ଆଜି ବି ନମ୍ର ଭାବରେ ଆସନ୍ତି। ଧନ୍ୟ ସେମାନେ ଯେଉଁମାନେ ତାହାଙ୍କୁ ସାଦରେ ଗ୍ରହଣ କରନ୍ତି, ହୃଦୟ ମଧ୍ୟରେ ତାହାଙ୍କୁ ପାଛୋଟି ନିଅନ୍ତି ଆଉ କୁହନ୍ତି, ହେ ପ୍ରଭୁ ଯୀଶୁ, ତୁମେ ରାଜା ଆଉ ତୁମେ ମୋ ଜୀବନର ରାଜା ହୁଅ। ଭାଇ ଭଉଣୀମାନେ, ଏହି ଶବ୍ଦଟି ପ୍ରତି ଧ୍ୟାନ ଦିଅନ୍ତୁ। ସେ ରାଜା, ରାଜାର ଅର୍ଥ ସମସ୍ତ ରାଜ୍ୟ ଉପରେ ଯେ କି ଅଧିକାରୀ, ଦରବାରରେ ଯେ କି ଅଧିକାରୀ, ପ୍ରତିଟି ବିଷୟ ଉପରେ ଯେ କି ଅଧିକାରୀ ଏବଂ ରାଜ୍ୟରେ ବାସ କରୁଥିବା ପ୍ରତ୍ୟେକ ଲୋକଙ୍କ ଉପରେ ଯେ କି ଅଧିକାରୀ, ତାଙ୍କୁ ରାଜା ବୋଲି କୁହାଯାଏ। ଆଜିକାଲି ରାଜାମାନଙ୍କର ଏଇ ଯେଉଁ ଶାସନର ବିଷୟ ପୃଥିବୀର ଅନେକ ଦେଶରେ ନାହିଁ। ଅନେକ ଦେଶରେ ଗଣତନ୍ତ୍ର କିମ୍ବା ଅନ୍ୟାନ୍ୟ ତନ୍ତ୍ର ସବୁ ଚାଲିଛି। ବହୁତ କମ୍ ରାଜ୍ୟ ଅଛି ଯେଉଁଠିକି ରାଜାମାନେ ରାଜ୍ୟ କରନ୍ତି। ଯଦି ବା ଇଂଲଣ୍ଡ ଦେଶରେ ରାଣୀ ଅଛନ୍ତି, କିନ୍ତୁ ସେଥିରେ ମଧ୍ୟ ଗଣତନ୍ତ୍ର ଶାସନ ରହିଥିବାରୁ ରାଣୀଙ୍କର ଆଗରୁ ଯେଉଁ ପ୍ରକାର କ୍ଷମତା ଥିଲା, ହୁଏତ ବର୍ତ୍ତମାନ ସେ ଅନୁସାରେ ନାହିଁ। କିନ୍ତୁ ଆଗକାଳର କଥା ଆମମାନେ ଶୁଣିଛୁ ଯେ ଗୋଟିଏ ରାଜା ଯଦି ଅଛନ୍ତି, ତାହେଲେ ତାହାଙ୍କର ସ୍ଥାନ କେଉଁଠି? ସମସ୍ତ ଲୋକ ତାହାଙ୍କ ସମ୍ମୁଖରେ ଅବନତ ହୁଅନ୍ତି ଏବଂ ରାଜାଙ୍କ ମୁଖରୁ ନିର୍ଗତ ହେଉଥିବା କଥା ଗୁଡ଼ିକ, ଶବ୍ଦ ଗୁଡ଼ିକ ହେଉଛି ଆଇନ। ତାହା ଟଳି ପାରିବ ନାହିଁ। ସେଥିପାଇଁ ଆଗକାଳର ଲୋକମାନେ କହୁଥିଲେ, ମଣିମାଙ୍କର ଆଦେଶ ଶିରୋଧାର୍ଯ୍ୟ, ଅର୍ଥାତ୍ ଯଦି ମୁଁ ଅମାନ୍ୟ କରେ ତାହେଲେ ମୋର ମୁଣ୍ଡ ମୋ ଦେହରେ ଲାଗି ରହିବ ନାହିଁ। ସେଟା ଥିଲା ସେମାନଙ୍କର ସମର୍ପଣ। ରାଜା ଏବଂ ପ୍ରଜା ମଧ୍ୟରେ ସେ ପ୍ରକାର ସମ୍ପର୍କ। ପ୍ରଜାମାନେ ରାଜାଙ୍କୁ ସେପରି ଭାବରେ ଶ୍ରେଷ୍ଠ ସ୍ଥାନ ଦେଇକି ସେମାନେ ଦେଖୁଥିଲେ। ଆଜି ବି ପୃଥିବୀରେ କେଉଁ କେଉଁ ରାଜ୍ୟରେ ସେ ପ୍ରକାର ଅଛି, ଯେଉଁଠିକି ରାଜାଙ୍କୁ ସିଧାସଳଖ ସେମାନେ ଅନେଇ ପାରନ୍ତି ନାହିଁ। ତାଙ୍କର ଅମାତ୍ୟମାନେ, ତାଙ୍କର ସେନାପତିମାନେ, ତାଙ୍କର ମନ୍ତ୍ରୀମାନେ ମଧ୍ୟ ମୁଣ୍ଡ ତଳକୁ କରିକି ରହନ୍ତି। ରାଜା ଯାହା କହିଲେ ସେମାନେ ଶୁଣନ୍ତି ଏବଂ ତାକୁ କାର୍ଯ୍ୟକାରୀ କରନ୍ତି, କିନ୍ତୁ ସିଧାସଳଖ ଅନେଇକି କଥା କହିପାରନ୍ତି ନାହିଁ। କି ପ୍ରକାର ସମ୍ମାନ, କି ପ୍ରକାର ଭକ୍ତି ସେମାନେ ଦେଖାନ୍ତି। ତେବେ ପ୍ରଭୁ ଯୀଶୁଙ୍କୁ ଯଦି ରାଜା ଭାବରେ ସ୍ୱାଗତ କରିବା ପାଇଁ ଚାହାନ୍ତି, ତାହେଲେ ଆପଣଙ୍କର ଜୀବନର ସମସ୍ତ କ୍ଷେତ୍ର ଉପରେ ତାହାଙ୍କୁ ଅଧିକାର କରିବା ପାଇଁ ଦିଅନ୍ତୁ, ତାହାଙ୍କୁ କର୍ତ୍ତାପଣ କରିବା ପାଇଁ ଦିଅନ୍ତୁ। ଯେଉଁ ଜୀବନରେ ସେ କର୍ତ୍ତାପଣ କରନ୍ତି ନାହିଁ, ସେଇ ଜୀବନଟି ତାହାଙ୍କର ହେଇକି ରହେ ନାହିଁ। ସେଇ ଜୀବନଟି ଏବେ ମଧ୍ୟ ସ୍ୱେଚ୍ଛାଚାରୀ ଜୀବନ ଅଟେ। କିଏ ବା ଆଉ ଜଣଙ୍କର ଅଧୀନରେ ଅଛି। ସେ ଆଉ ଜଣକ କିଏ ତାହା ଆପଣ ହୁଏତ ଜାଣନ୍ତି। ସେ ଆଉ ଜଣ ହେଉଛି ଆପଣଙ୍କର ପ୍ରକୃତ ଶତ୍ରୁ, କିନ୍ତୁ ଆପଣ ତାହାଙ୍କୁ ଶତ୍ରୁ ବୋଲି ଏପର୍ଯ୍ୟନ୍ତ ଚିହ୍ନି ନାହାନ୍ତି। ସେ କିଏ? ସେ ବିନାଶକାରୀ ଶତ୍ରୁ ଶୟତାନ। କିନ୍ତୁ ଭୁଆଁ ବୁଲେଇକି ଲୋକମାନଙ୍କୁ ଆପଣା କବ୍ଜାରେ ରଖିଛି। ଆଉ ସେ ଉଠ କହିଲେ ଉଠୁଛନ୍ତି, ନାଚ କହିଲେ ନାଚୁଛନ୍ତି, ବସ୍ କହିଲେ ବସୁଛନ୍ତି। ସେ ଅନେକଙ୍କୁ ନିଜର କବ୍ଜା ମଧ୍ୟରେ ରଖିଛି। ବନ୍ଧନରୁ, ପାପର ବନ୍ଧନରୁ ମୁକ୍ତ କରିବାର ନିମନ୍ତେ ପ୍ରଭୁ ଯୀଶୁ ତାହାଙ୍କର ବାର୍ତ୍ତା ପଠାନ୍ତି, ତାହାଙ୍କର ବାକ୍ୟ ପଠାନ୍ତି। କୁହନ୍ତି, ଫିଟେଇକି ନେଇ ଆସ। ଆଉ ଯଦି କେହି ପଚାରେ, କହିଦିଅ ଏହାଠାରେ ବା ଏମାନଙ୍କଠାରେ ପ୍ରଭୁଙ୍କର ପ୍ରୟୋଜନ ଅଛି। ଆପଣ ଜାଣନ୍ତି କି
ଆପଣଙ୍କ ଜୀବନରେ ସେଇ ପ୍ରଭୁଙ୍କର ପ୍ରୟୋଜନ ଅଛି? ଆପଣ କେବେ ଭାବିଛନ୍ତି କି ମୋ ଜୀବନରେ ପ୍ରଭୁଙ୍କର ପ୍ରୟୋଜନ ଅଛି, ପ୍ରଭୁ ମୋତେ ପ୍ରୟୋଜନୀୟ ବୋଲି ମନେ କରନ୍ତି? ଆପଣ ବେଳେବେଳେ ନିଜକୁ ହୀନ ଚକ୍ଷୁରେ ଦେଖିଛନ୍ତି ନୁହେଁ କି? କହୁଛନ୍ତି ଯେ ମୁଁ କାହାରି କାମରେ ଆସିପାରୁନାହିଁ, ମୋତେ କେହି ପସନ୍ଦ କରନ୍ତି ନାହିଁ, ମୋତେ କେହି ଚାହାନ୍ତି ନାହିଁ। ଆଉ ଆପଣ ନିଜକୁ ହୀନ ଭାବରେ ଦେଖନ୍ତି। ହୀନମନ୍ୟତା ଏକ ରୋଗ ଅଟେ, ଏକ ମାନସିକ ରୋଗ ଅଟେ, ଆଉ ଅନେକ ସେଥିର ଶିକାର ଅଟନ୍ତି। ଭାଇ ଭଉଣୀମାନେ, ଯଦି ଆପଣଙ୍କର ଅବସ୍ଥା ତାହା ହେଇଥାଏ, ତାହେଲେ ଆଜିର ବାକ୍ୟ ଆପଣଙ୍କର ନିମନ୍ତେ। ସ୍ୱର୍ଗର ପରମେଶ୍ୱର କହନ୍ତି, ଜୀବନଦାତା ପ୍ରଭୁ କହନ୍ତି, ପ୍ରଭୁମାନଙ୍କର ପ୍ରଭୁ ଏବଂ ରାଜାମାନଙ୍କର ରାଜା ପ୍ରଭୁ ଯୀଶୁ ଏ କଥା କହନ୍ତି, ତୁମଠାରେ ମୋର ପ୍ରୟୋଜନ ଅଛି, ତୁମେ ମୋ ପାଇଁ ପ୍ରୟୋଜନୀୟ ଅଟେ, ଆଉ ସେଥିପାଇଁ ତୁମେ ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟ। ତାହା ହିଁ ପ୍ରଭୁ କହନ୍ତି। ଆମମାନଙ୍କର ଜୀବନ ଯେତେ ଦୁର୍ବଳ ହେଇଥାଉ ନା କାହିଁକି, ଯେତେ କ୍ଷୀଣ ହେଇଥାଉ ନା କାହିଁକି, ଆମମାନଙ୍କର ଜୀବନରେ ଯେତେ ଅଯୋଗ୍ୟତା ଥାଉ ନା କାହିଁକି, ଆମମାନେ ନିଜକୁ ଯେତେ ହୀନ ନଗଣ୍ୟ ମନେ କରୁନା କାହିଁକି, କିନ୍ତୁ ଶୁଭବାର୍ତ୍ତା ହେଉଛି ସ୍ୱର୍ଗର ପରମେଶ୍ୱର କହନ୍ତି, ତୁମ୍ଭଠାରେ ମୋର ପ୍ରୟୋଜନ ଅଛି। ଯଦି ଆଜି ମୋଠାରେ ପ୍ରଭୁଙ୍କର ପ୍ରୟୋଜନ ଅଛି, ମୁଁ କାହିଁକି ପଛରେ ପଡ଼ିକି ରହିବି? ମୁଁ କାହିଁକି ତାହାଙ୍କ ନିକଟକୁ ଅଣା ନ ଯିବି? ମୁଁ କାହିଁକି ନିଜେ ତାହାଙ୍କ ନିକଟକୁ ନ ଯିବି? ଏଇ ଜେରୁସାଲାମକୁ ଆସିବା ପୂର୍ବରୁ ଯେତେବେଳେ ସେ ଜିରିହ ନଗର ଦେଇକି ଯାଉଥିଲେ, ବାଟ ପାଖରେ ଜଣେ ଅନ୍ଧ ଭିକାରୀ ଭିକ ମାଗୁଥିଲା। ଆଉ ଲୋକ ଗହଳିର ପାଦ ଶବ୍ଦ ଶୁଣିକି ସେ ପଚାରିଲା ଜଣକୁ, ମହାଶୟ କ'ଣ ହେଉଛି? ଏତେ ଲୋକ କେମିତି କୁଆଡ଼େ ଯାଉଛନ୍ତି? ଆଉ ଜଣେ ଉତ୍ତର ଦେଲା ଯେ ନାଜରିତୀୟ ଯୀଶୁ ଏଇ ବାଟ ଦେଇକି ଯାଉଛନ୍ତି। ଯେମିତି ସେ ଶୁଣିଲା ନାଜରିତୀୟ ଯୀଶୁ ଏଇ ବାଟ ଦେଇକି ଯାଉଛନ୍ତି, ସେ ଭିକ ମାଗିବା ବଦଳେ ଚିତ୍କାର କରି କହିଲା, ହେ ଦାଉଦ ସନ୍ତାନ ଯୀଶୁ, ମୋତେ ଦୟା କରନ୍ତୁ। ଲୋକମାନେ ତାଙ୍କୁ ଧମକେଇଲେ, ହେ ଭିକାରୀଟା ତୁ କ'ଣ ତାଙ୍କୁ ଡାକୁଛୁ? ସେ କ'ଣ ତୋ କଥା ଶୁଣିବେ? କିନ୍ତୁ ସେ ଆହୁରି ଉଚ୍ଚ ସ୍ୱରରେ କହିଲା, ହେ ଦାଉଦ ସନ୍ତାନ ଯୀଶୁ, ମୋତେ ଦୟା କରନ୍ତୁ। କ'ଣ ହେଲା ଜାଣନ୍ତି କି? ପ୍ରଭୁ ଯୀଶୁ ଅଟକି ଗଲେ। ସେ ଠିଆ ହେଲେ ଆଉ କହିଲେ, ତାକୁ ଡାକ। ଯେଉଁ ଲୋକମାନେ ତାଙ୍କୁ ଧମକେଇଥିଲେ ସେଇ ଲୋକମାନେ ଆସି କହୁଛନ୍ତି, ହେ ହେ ଉଠ ଉଠ ଉଠ, ସେ ତୁମକୁ ଡାକୁଛନ୍ତି। ମୁଁ ଭାବୁଛି ତାଙ୍କୁ ଟେକିକି ନେଇ ଯାଇଥିବେ ମଧ୍ୟ ଯୀଶୁଙ୍କ ସାମ୍ନାକୁ। ଯୀଶୁ ପଚାରିଲେ, ମୁଁ ତୁମ ପାଇଁ କ'ଣ କରିବି ବୋଲି ତୁମେ ଇଚ୍ଛା କରୁଛ? ପ୍ରଭୁ, ମୁଁ ଯେପରି ଦେଖିବାକୁ ପାରିବି। ତୁମର ବିଶ୍ୱାସ ତୁମକୁ ସୁସ୍ଥ କରିଅଛି। ଆଉ ସେ ଦେଖିଲେ। କାହାକୁ ଦେଖିଥିବେ ବୋଲି ଭାବୁଛନ୍ତି? ପ୍ରଥମେ ଯେ ତାହାଙ୍କର ଆଖି ଫିଟେଇ ଦେଲେ ତାଙ୍କୁ ହିଁ ଦେଖିଲେ। ସେ ସ୍ୱୀକାର କରି କହିଲେ, ଏ ହେଉଛନ୍ତି ସେ ଦାଉଦ ସନ୍ତାନ, ଅର୍ଥାତ୍ ଏ ହେଉଛନ୍ତି ସେ ରାଜା, ସେ ମସିହ। ସେଟା ସେ ସ୍ୱୀକାର କଲେ, ବିଶ୍ୱାସ କଲେ, ଆଉ ତାଙ୍କର ବିଶ୍ୱାସ ତାହାଙ୍କୁ ସୁସ୍ଥ କଲା। ସେ ସେଇ ସମୟଠାରୁ ଯୀଶୁଙ୍କ ପଛେ ପଛେ ଚାଲିଲେ। ମୁଁ ଭାବୁଛି ଏଇ ଭିଡ଼ ମଧ୍ୟରେ ସେ ମଧ୍ୟ ଠିଆ ହେଇଛନ୍ତି, ସେ ମଧ୍ୟ ଅଛନ୍ତି। ଭାଇ ଭଉଣୀମାନେ, ଯାହାକୁ କି ଲୋକମାନେ ଗୋଟେ ଭିକାରୀ ବୋଲିକି ତୁଚ୍ଛ କରୁଥିଲେ, ସେ ପ୍ରଭୁଙ୍କର ନିମନ୍ତେ, ସେ ପ୍ରଭୁଙ୍କର ପାଇଁ ଅଣାଗଲେ, ପ୍ରଭୁଙ୍କ ପଛେ ପଛେ ଚାଲିଲେ। ଆଜି ବି ଆମ ପାଇଁ ସୁଯୋଗ ଅଛି। ସେଇ ପ୍ରଭୁ ଆଜି ମଧ୍ୟ ଆମ ହୃଦୟ ମଧ୍ୟକୁ ଆସିବାକୁ ଚାହାନ୍ତି। ଆମର ହୃଦୟର ରାଜା ହେଇକି ଆମମାନଙ୍କର ଜୀବନର ପ୍ରତିଟି ବିଷୟକୁ ନିୟନ୍ତ୍ରଣ କରିବା ପାଇଁ ଚାହାନ୍ତି, ପରିଚାଳନା କରିବା ପାଇଁ ଚାହାନ୍ତି, କିନ୍ତୁ ଜୋର ଜବରଦସ୍ତ ନୁହେଁ। ସେ ଅପେକ୍ଷା କରନ୍ତି ନମ୍ର ଭାବରେ ଆମେ ତାହାଙ୍କ ନିକଟରେ ନିଜକୁ ସମର୍ପଣ କରିବା କି? ବେଳେବେଳେ ଆମମାନେ କହୁ, ହେ ପ୍ରଭୁ, ମୋର ଜୀବନକୁ ତୁମ ହାତରେ ସମର୍ପଣ କରୁଅଛି, ତୁମ ପାଦ ତଳେ ଥଉଛି। ମାତ୍ର ତାପରେ ଆମମାନଙ୍କର ପ୍ରାର୍ଥନା ସାରିକି ଆମେ ସେଥିରୁ ଉଠିଗଲା ପରେ ଯାହା ରଖିଦେଇଥିଲୁ ତାକୁ ପୁଣି ଆଉ ଥରେ ଧରିକି ପଳଉ, ନିଜ ଜୀବନକୁ ନିଜେ ନିୟନ୍ତ୍ରଣ କରିବା ପାଇଁ, ସ୍ୱେଚ୍ଛାଚାରିତାର ବାଟରେ ଚାଲିବା ପାଇଁ। ସ୍ୱେଚ୍ଛାଚାରିତା ଆଉ ସମର୍ପଣ ଏକା ସାଙ୍ଗରେ ଯାଏ ନାହିଁ। ଏ ଦୁଇଟା ପରସ୍ପରର ବିପରୀତ। ଯେତେବେଳେ ପ୍ରଭୁଙ୍କୁ ହୃଦୟ ମଧ୍ୟରେ ସ୍ଥାନ ଦେବାକୁ ଚାହୁଁଛୁ ବା ଅପର ପକ୍ଷରେ ଆମର ହୃଦୟ ପ୍ରଭୁଙ୍କ ପାଖରେ ରଖିବାକୁ ଚାହୁଁଛୁ, ତାହେଲେ ଆମର ଇଚ୍ଛା ନୁହେଁ, ତାଙ୍କର ଇଚ୍ଛା। ଗଧ
ଆସିଲା ଯୀଶୁ ତା ଉପରେ ବସିଲେ। ଏଠି ଦୁଇଟି ଗଧର କଥା ଲେଖାଯାଉଛି, ଅନ୍ୟ ସୁସମାଚାରମାନଙ୍କରେ ଗୋଟିଏ ଗଧର କଥା ଲେଖାଯାଉଛି। କୌଣସି କୌଣସି ବାଇବଲ ପଣ୍ଡିତମାନେ ବିଶେଷ କରି ଜିହୁଦୀୟ ଧର୍ମଗୁରୁମାନେ ଏକଥା କହନ୍ତି, ଦୁଇଟି ଗଧ, ଗୋଟିଏ ଗଧ ବନ୍ଧା ହେଇଥିଲା ଅର୍ଥାତ୍ ଜିହୁଦୀମାନଙ୍କର ପ୍ରତୀକ ସ୍ୱରୂପେ ବ୍ୟବସ୍ଥାର ବନ୍ଧନରେ ବନ୍ଧା ଥିଲା, ଏବଂ ଆର ଗଧଟି ଯେଉଁଟାକି ଅଣଜିହୁଦୀମାନଙ୍କୁ ବୁଝାଏ। ଉଭୟ ଉପରେ ପ୍ରଭୁ କର୍ତ୍ତାପଣ କରନ୍ତି, ବସନ୍ତି ଏବଂ ବିଜୟ ଯାତ୍ରାରେ ସେ ଯିବାକୁ ଚାହାନ୍ତି। ଭାଇ ଭଉଣୀମାନେ, ଜିହୁଦୀ ହୁଅନ୍ତୁ କିମ୍ବା ଅଣଜିହୁଦୀ ହୁଅନ୍ତୁ, ଉଭୟଙ୍କଠାରେ ପ୍ରଭୁଙ୍କର ପ୍ରୟୋଜନ ଅଛି। ସେ ଆମମାନଙ୍କର ଜୀବନକୁ ନିୟନ୍ତ୍ରଣ କରିକି ବିଜୟ ମାର୍ଗରେ ଆଗକୁ ବଢ଼ିବାକୁ ଚାହାନ୍ତି ଏବଂ ଆମମାନଙ୍କର ଜୀବନରେ ଅଲୌକିକ କାର୍ଯ୍ୟ ସବୁ କରିବାକୁ ଚାହାନ୍ତି। ସେଇ ପ୍ରଭୁ ଆପଣଙ୍କ ପାଇଁ, ମୋ ପାଇଁ ଆସୁଅଛନ୍ତି। କିନ୍ତୁ ମନେ ରଖନ୍ତୁ ଆଉ ଗୋଟେ କଥା, ଯେ ସେଇ ପ୍ରଭୁ ସେ ଆଉ ଥରେ ଏଇ ଜଗତକୁ ଆସିବେ, କିନ୍ତୁ ସେତେବେଳେ ଗଧ ପିଠିରେ ନୁହେଁ, ଘୋଡ଼ା ପିଠିରେ ବସିକି ଆସିବେ ଏବଂ ସେ ରାଜ୍ୟ କରିବାର ନିମନ୍ତେ ଆସିବେ, ବିଚାର କରିବାର ନିମନ୍ତେ ଆସିବେ। ଏଇ ଜଗତ ଆଉ ଥରେ ତାହାଙ୍କୁ ଦେଖିବ। କିନ୍ତୁ ତା ପୂର୍ବରୁ ଆଜି ସେ ନମ୍ର ମୃଦୁଶୀଳ ରାଜାଙ୍କୁ ହୃଦୟ ମଧ୍ୟରେ ସ୍ଥାନ ଦେଉ ଏବଂ ଆମମାନଙ୍କର ଜୀବନର କର୍ତ୍ତୃତ୍ୱ ଭାର ତାହାଙ୍କ ହସ୍ତରେ ଦେଉ। ପ୍ରଭୁ ଆମମାନଙ୍କୁ ଏହି ବାକ୍ୟ ଦ୍ୱାରା ଆଶୀର୍ବାଦ କରନ୍ତୁ। ଆସନ୍ତୁ ପ୍ରାର୍ଥନା କରିବା, ନିଜ ନିଜ ଜୀବନକୁ ପ୍ରଭୁଙ୍କ ହସ୍ତରେ ସମର୍ପଣ କରିବା, କହିବା, ହେ ପ୍ରଭୁ, ତୁମେ ମୋର ରାଜା ହୁଅ। ତୁମର ବଶୀଭୂତ ହେଇକି ରହିବା ପାଇଁ ମୋତେ ଶିଖାଅ, ସାହାଯ୍ୟ କର। ତୁମେ ଶାନ୍ତିପୂର୍ଣ୍ଣ, ତୁମେ ମୃଦୁଶୀଳ, ତୁମେ ପବିତ୍ର, ତୁମେ ଧାର୍ମିକ, ତୁମେ ନ୍ୟାୟବାନ, ଆଉ ତୁମେ ମୋ ଜୀବନରେ କର୍ତ୍ତାପଣ କର। ମୋ ଜୀବନରେ ତୁମର ଶାନ୍ତି ଆସୁ। ଆସନ୍ତୁ ପ୍ରାର୍ଥନା କରିବା। ସ୍ୱର୍ଗସ୍ଥ ପିତା, ଧନ୍ୟବାଦ କରୁଛୁ, ତୁମର ପୁତ୍ର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଏ ଧରାପୃଷ୍ଠକୁ ପ୍ରେରଣ କଲ। ଶାନ୍ତିର ରାଜା ଭାବରେ, ପରିତ୍ରାଣକର୍ତ୍ତା ଭାବରେ, ପାପ କ୍ଷମାକାରୀ ଭାବରେ, ଏକମାତ୍ର ଉଦ୍ଧାରକର୍ତ୍ତା ଭାବରେ, ଆଉ ଯେଉଁମାନେ ତାହାଙ୍କୁ ବିଶ୍ୱାସ କରନ୍ତି, ତାହାଙ୍କୁ ହୃଦୟରେ ଗ୍ରହଣ କରନ୍ତି, ସେମାନଙ୍କୁ ଈଶ୍ୱରଙ୍କ ସନ୍ତାନ ହେବାର ଅଧିକାର ଦେବା ନିମନ୍ତେ ପ୍ରଭୁ ଆମମାନେ ଧନ୍ୟବାଦ କରୁଛୁ। ଯେଉଁ ପ୍ରଭୁ ଆମ ପାଇଁ ଆସିଲେ, ଆମ ନିମନ୍ତେ ବଳୀକୃତ ହେଲେ, ମୃତ୍ୟୁକୁ ଜୟ କରିକି ଉଠିଲେ, ଆଜି ଯୁଗେ ଯୁଗେ ଜୀବିତ ଅଛନ୍ତି। ପ୍ରଭୁ ତୁମରି ପାଦ ତଳେ ନିଜ ନିଜକୁ ସମର୍ପଣ କରୁଅଛୁ। ବନ୍ଧୁମାନଙ୍କୁ ଯେଉଁମାନେ ଏହି ସମୟରେ ଏହି କାର୍ଯ୍ୟକ୍ରମରେ ଅଂଶୀ ହେଇଛନ୍ତି, ଦେଖୁଅଛନ୍ତି, ଶୁଣୁଅଛନ୍ତି, ସେ ସମସ୍ତଙ୍କୁ ତୁମ ଚରଣ ତଳେ ତୋଳି ଧରୁଛୁ। ପ୍ରତ୍ୟେକଙ୍କୁ ତୁମେ ଆଶୀର୍ବାଦ କର, ପ୍ରତ୍ୟେକଙ୍କ ହୃଦୟ ମନକୁ ସ୍ପର୍ଶ କର, ଆଉ ତୁମକୁ ଚିହ୍ନିବା ପାଇଁ, ଜାଣିବା ପାଇଁ, ହୃଦୟରେ ସ୍ଥାନ ଦେବା ପାଇଁ ସାହାଯ୍ୟ କର। ସବୁ ଗୌରବ ତୁମକୁ ଦେଇ ଯୀଶୁଙ୍କ ନାମରେ ଏହି ପ୍ରାର୍ଥନା ଉତ୍ସର୍ଗ କରୁଅଛୁ, ଆମେନ୍। ଏତେବେଳେ ପିତା ଈଶ୍ୱରଙ୍କର ଗଭୀର ପ୍ରେମ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅସୀମ ଅନୁଗ୍ରହ ଓ ଦୟା, ପବିତ୍ର ଆତ୍ମାଙ୍କର ଶାନ୍ତି, ଶକ୍ତି, ସୁମଧୁର ସହଭାଗିତା, ଶିକ୍ଷା ଓ ଚେତନା ଏବେ ପୁଣି ସଦାବେଳେ ଆମମାନଙ୍କ ପ୍ରତ୍ୟେକଙ୍କ ସାଙ୍ଗରେ ସାରା ବିଶ୍ୱରେ ଥିବା ଖ୍ରୀଷ୍ଟାଶ୍ରିତ ପ୍ରତ୍ୟେକ ଭାଇ ଭଉଣୀଙ୍କ ସହିତରେ ରହି ସାହାଯ୍ୟ ଉପକାର କରନ୍ତୁ, ଆମେନ୍। ସମସ୍ତଙ୍କୁ ନମସ୍କାର, ବହୁତ ବହୁତ ଧନ୍ୟବାଦ। ଆଜିର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବାରୁ ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ।